ରାଗିଛୁ ନା ବ୍ଲକ୍ କରିଦେଇଛୁ ନା ମତେ କେବେ ଭଲ ରହିପାରିବନି। ଭାଇ ଆଜି ଯେଉଁ ଛତରୀର ନାଁ ମୁଁ କହିବାକୁ ଯାଉଛି ତାକୁ ହୁଏତ ଆପଣମାନେ ଚିହ୍ନିଦେବେ, କାରଣ ଇନଷ୍ଟାଗ୍ରାମରେ ତାର ବହୁତ ମାନେ ଫଲୋଅର୍ସ ଅଛନ୍ତି। ଆଉ ସେ ଛତରୀର ନାଁ ହେଲା ସାଗରିକା। ଆଉ ସେ କେମିତି ଟୋକାମାନଙ୍କୁ ପଟଉଛି ଆଉ ତାଙ୍କଠୁ ପଇସା ଗାଣ୍ଡି ମାରୁଛି ଏ ଭିଡ଼ିଓରେ ହିଁ ଆପଣମାନେ ଦେଖିବେ। ସୁବ୍ରତ ହଁ କଣ କହିଲା? ଏ ମଝିରେ କଲ୍ କରିଥିଲା, ତମ ଭିଡିଓ ଯେତେବେଳେ ପକେଇଥିଲି ମୁଁ ଦେଖିଥିଲା ସେଦିନ ମତେ ପଚାରିଲା ତମ ଦିଦି କୋଉଠି ଥିଲେ। ମୁଁ କହିଲି ପାର୍ଲିଆମେଣ୍ଟ ଯାଇଥିଲେ। ତମ ମତେ ପଚାରିଲା ତମ ଘର କୋଉଠି, ମୁଁ କହିଲି ଆମର ପାର୍ଲିଆମେଣ୍ଟ। ଦିଦି ଅଛନ୍ତି ଆସିବେ ଏବେ, ସେ ଆସିବେ ଆଉ। ପିଲା ଖାଲି କଣ ଦିଦି କେବେ ମୋ ବାର୍ଥଡେ ଦିନ, ମୋ ବାର୍ଥଡେ ହଉଛି ଏପ୍ରିଲ 30ରେ, ସବୁ ସମସ୍ତେ ଆସିବ କେକ୍ କାଟିବା ଆଉ ଭିଡିଓ ବନେଇବା। କୋଉଠିକି ଯିବା? କୋଉଠି ଗୋଟେ ଭଲ ଜାଗାଟେ ଦେଖିବା ଆଉ। ଡେଟ୍ କେବେ କହିଲ, ଡେଟ୍ କେବେ? ଇନଷ୍ଟାଗ୍ରାମରେ କେମିତି ଟୋକାଙ୍କୁ ପଟାଯାଏ ଆଉ କେତଟାଙ୍କ ସାଥିରେ ଖେଳିକି ତାଙ୍କୁ କେମିତି ଛଡ଼ାଯାଏ, ଏ ଛତରୀ ଆଉ ଏ ଛତରା ତାଙ୍କ ଦୁଇ ଜଣଙ୍କ ଠାରୁ ଟିକିଏ ଶିଖ ହେଲେ ତୁମର କାମରେ ହିଁ ଆସିବ। ତ ଫ୍ରେଣ୍ଡସ୍, ଆହୁରି ବି ଲାଇଭ୍ ଭିଡ଼ିଓ, ପୁରା ଲାଇଭ୍ ଭିଡ଼ିଓ, ତ ଆପଣମାନେ ଦେଖନ୍ତୁ ଏ ଭିଡ଼ିଓଟି, ତାପରେ କମେଣ୍ଟରେ ମତାମତ ଆପଣଙ୍କର ଜଣାଇଦେବେ। ଏପ୍ରିଲ 30। ଏପ୍ରିଲ 30 ଅଛି। ହଁ ନିହାତି ଯିବା। ହଁ ତମେ ତ ଆଶିଷ ହାତରେ କଣ୍ଟାକ୍ଟ ହେଲେ ଆଶିଷ ମତେ ଫୋନ କରିବ ଆଉ। କିନ୍ତୁ ଭଲ ହବ, ତା ଗାଣ୍ଡି କାଲି ମରା ହବ, ବ୍ୟସ୍ତ ହବନି। ଓକେ ଭାଇ, ରେଡି। କାଲି ସୁବ୍ରତର ଠିକ ବାଜିବ। ସାଣି ପିଲାଙ୍କ ପୁଅ ସହିତ ପୁରା ରୋଷ୍ଟ ମାରିଛି, ପୁରା ଜବରଦସ୍ତ ରୋଷ୍ଟ ମାରିଛି। ସାଣିର ମୁଁ ରୋଷ୍ଟ କରିବି ଆଜି। ସାଣିର ସେ ରୋଷ୍ଟ ମାରିବ। ତିନି ଜଣଙ୍କୁ ମିଶେଇକି ମାରିଛି, ତମକୁ, ତାଙ୍କୁ, ସୁବ୍ରତ, ତମେ ଆଉ ରାଜେଶକୁ ୟାକୁ। ମୁଁ ତ ଆଜି ସକାଳେ କଥା ହଉଥିଲି। ହଁ ଆରେ ଅଧିକା ସିଏ କଥାବାର୍ତ୍ତା କଲା ତ କଣ କି ମୁଁ ଅଖାଡା ସୁବ୍ରତ ଶୋଧିଦେଲି, ନୁହେଁ ମତେ କି? ବ୍ଲକ କରିଦେଲା। ମୁଁ ତାକୁ ସୁବ୍ରତ କହି ହଉଛି ପକ୍କା ମାଇକିଆଟେ ହେଲା। ତାର ସିଏ ମା ଭଉଣୀ କିଛି ମାନେନି। ମେନ୍ କଥା ହେଲା ସିଏ ସମସ୍ତଙ୍କୁ ରୋଷ୍ଟିଂ, ସିଏ ମେନ୍ ତାକୁ କିଏ ସିଏ ସାମାନ୍ୟ ଗୋଟେ ବେଲେ ତାକୁ ପରିବା କେହି ବି ଦୋକାନୀ, ଭଲ ସିଏ ପାଉନାହାନ୍ତି। ତାକୁ କେହି ଭଲ ପାଉନାହାନ୍ତି। ଶୁଣୁନ ସେ ଦିଦି, ଲୋକଙ୍କୁ ହାତରେ ଭାଉଜ ରଖିକି ରୋଷ୍ଟିଂ କରୁଛି। ଭାଉଜ ମୋ କଥା ଶୁଣ, ସିଏ ସାମାନ୍ୟ ଗୋଟେ ପରିବା ଦୋକାନ, ତା ଓକାତ ହିଁ ସେଇଠି। ସେଇଠି ତାପରେ ଯାହାକୁ ଆଉ ସେ ପ୍ୟାଣ୍ଟ ବାଉଳାରେ କେମିତି ନ୍ୟୁଜକୁ ପଳେଇ ଯାଇଛି। ପିନ୍ଧିବା ପାଇଁ ପିନ୍ଧିବା ପାଇଁ ଗୋଟେ ମିଳୁନି, ସିଏ ପୁଣି 50,000 ପୁଣି ମତେ ଦଉଥିଲା। ଶୁଣ, 50,000 ଦଉଥିଲା। ତା ହାତରେ 50 ଟଙ୍କା ବାହାରିବ ତ 50,000 ଦବା କଥା କହୁଥିଲା। ସେ ଯୋଉ ଦିନକୁ ସେ କଣ ଆଉ ଭିଡିଓ କଲେ 10,000 ଦେଇଥିବ 17-18,000 ଦିନୁ 20,000 ମିନିମମ୍ ଦେଇଥିବ। 17-18,000 କି 20,000 କିଏ ଯେ ଦେଇଥିବ, ଶୁଣ ମୋ କଥା, ମତେ ଲାଗୁଛି କୋଉ ଝିଅଠୁ ମାଗିକି ଦେଇଥିବ, ଆଉ କାହାଠୁ ଦେଇଥିବ। ମୁଁ ଭାବୁଛି ସେଇ ବିଜନେସ ଗୋଟେ ଖୋଲିବି। ସୁବ୍ରତ ବିଜନେସ ଖୋଲିଛି, ଆଉ ଗୋଟେ ଆକାଉଣ୍ଟ ଉଠେଇକି ଆଉ ଗୋଟେ ଆକାଉଣ୍ଟ ପଇସା ଦଉଛି। ମୁଁ ସେଇ ଭାବୁଛି ସେଇ ବିଜନେସ ଟା କରିବି। ସିଏ ବା ଭିଡିଓରେ ହଁ କହିଛି ମୋର ମନ୍ଥଲି ଗୋଟେ ଦିନର ଇନକମ ହେଲା 10,000। ହଁ ଗୋଟେ କଣ କହିଛି, ଗୋଟେ ଦିନରେ ମୋର 10,000। ଯଦି ଗୋଟେ ଦିନରେ ଯଦି 10,000 କମେଇବ, ତାହେଲେ ଆଉ ତ ମାନିବାକୁ ପଡିବ। ଏଇ ତ କୋଟିପତି କହିଲା ବେଳେ, ଯୋଉ କଣ ତ, ଏଇ ଯୋଉ ଆମର ଯୋଉ ମୁକେଶ ଅମ୍ବାନୀ ନୁହଁ ତ, ମୋଦି ନୁହଁ, ଛାଡିଦିଅ, ନବୀନ ପଟ୍ଟନାୟକ କାଟିଦବ। ନା ମୁକେଶ ମାନେ ସାନ ଭାଇ। ସେ ମୁକେଶ ବାଉଳାରେ ଅମ୍ବାନୀ ସାନ ଭାଇ। ମେଳାରେ ହଜି ଯାଇଥିଲା। ବାଉଳାରେ ଟିକେ ପରିବା ବେପାର କରୁଛି, ସେ ସାଡେ ଧନୀ ବହିଛି। ଏତିକି ଡିଫରେନ୍ସ ଆଉ କିଛି ନାହିଁ। ସେ ବାଉଳାରେ ମେଳାରେ ଦି ଭାଇ ବୁଲିଆ ଯାଇଥିଲେ, ହଜି ଯାଇଛନ୍ତି। ଇଏ ଏଠି ରହିଯାଇଛି, ପରିବା ବିକୁଛି, ସେଠି ଉପର ମୁଣ୍ଡରେ ବହିଛି ଆଉ। ଆଉ ଯାହାହେଲେ ମୁକେଶ ଅମ୍ବାନୀ ଟିକେ କହିବା ନା, ଯାହାହେଲେ ବି ପରିବା ବେପାର କରି କରି ଡ୍ରେସ ପ୍ୟାଣ୍ଟ ବି ମଇଳା ହେଇଗଲାଣି ନା। ଗୋଟେ ଯାହାହେଲେ 4-5ଟା ଖଣ୍ଡେ ଡ୍ରେସ ପଟରେ ପିନ୍ଧିଥାନ୍ତା। ବହୁତ କଷ୍ଟ ହଉଥିବ ପିଲାକୁ ହଁ ପୁରୀ ଏବେ ଦେଖିଲେ। ଆସିବ। ଫଳ ଦୋକାନ ପକଉନି କି, ପରିବା ଦୋକାନ ଯୋଉ 27 ଲୋକମାନଙ୍କୁ ଦାନ ଦଉଛି, କଦଳୀ ଦଉଛି, କମଳା ଦଉଛି, ଏଇ ଯୋଉ ଫଳମୂଳ ଜିନିଷ ଦଉଛି। ମେନ୍ କଥା ହେଲା, ମୁଁ ଟୋଟାଲି ପ୍ରପରଲି କହିଦଉଛି, ତାଙ୍କ ଭେଣେଇ ଯିଏ, ସେ ଫଳ ଦୋକାନ ପକେଇଛନ୍ତି। ଯୋଉ ଫଳ ଦୋକାନ ପକେଇଛନ୍ତି, ତାଙ୍କର ବେଶୀ ଫଳ ଜିନିଷ ପକେଇଲା ମାନେ ବହୁତ 50-100ଟା ବହୁତ ଗୁଡେ ଜିନିଷ ଥିବ ନା, ବଳକା ବଳକା ଜିନିଷ ବି ନିହାତି ହଉଥିବ। ନିହାତି ନିହାତି। ହେଲେ ବଳକା ବଳକା ଜିନିଷ ହେଲେ କଣ ହବ, ସେ ଫଳ ଗୁଡାକ ଆଣିକି ସେ ଲୋକମାନଙ୍କୁ ଦାନ କରିଦଉଛି। କାହିଁ ଫୋପାଡା ହବ, କାହିଁ ବେକାର ଇଏ ହବ। ମୁଁ ଜାଣିକି ଦାନ କରିକି ଭିଡିଓଟା କରିଦେଲେ ଲୋକ ମତେ ଭଲ ପାଇବେ, ପ୍ରଶଂସା କରିବେ, ସେଇଥିପାଇଁ କି ସେ ଦାନ କରୁଛି। ବେଶ ଆଉ ପରିବା କଥାରୁ ଜଣା ପଡିଲା ଯେ, ଇଏ 27 ତାରିଖରେ ଆମ ପୁରୀ ମାର୍କେଟ ଆସିବ ସିଏ। କିଏ? ସୁବ୍ରତ। 27 ତାରିଖରେ ପୁରୀ ଆସୁଛି। ହଉ, ପେଣ୍ଠ ବାଟିରେ ଯାଇକି ଖାଇବ, ଗୁଅ ଖାଇବ ଆଉ, ଗୁଅ ଖାଇକି ଯିବ ଆଉ।
27 ତାରିଖରେ ପୁରୀ ଆସିବ ବୋଲି ଅଛି। ସେ ଆସିଲେ କଣ ଛୋଡିଦବ କି ମାଗିଆ ଟା? ଛୋଡିବା କିଏ ଦେହର କିଛି କଣ କରିବ ଦେହରେ ତ ତମେ ଖଣ୍ଡେ ଜୀବନ ନାହିଁ, ଛାଡ ଫୁଙ୍କିଦେଲେ ଉଡିଯିବ। ଆମ ଝିଅ ପିଲାଙ୍କର ଚଳିବ, କାହିଁକିନା ଆମ ଝିଅ ପିଲାଙ୍କର ଦେହରେ ଜୀବନ ନଥିଲେ ବି ଚଳିବ, କାହିଁକି ନା ଗୋଟେ ପୁଅଟେ ଯାହେଲେ ବି ଦେହରେ ଜୀବନ ଥିବା ଦରକାର ନା ନାଇଁ? ହଁ ହଁ ସୁସ୍ଥ ହଁ ରକ୍ତ ନିହାତି ହେଇକି ନିହାତି ନିହାତି ଆଉ ଟିକେ ବି ଆଉ ଆଉ ସେଟା ଫୁଙ୍କି ଦେଲେ ଉଡିଯିବ, ସିଏ ବଡ ବଡ କଥା କହୁଛି। ମୁଁ ଫାଷ୍ଟ ଟାଇମ ଭଲ ପାଇଛି। ମୁଁ ଦେଖ ଆଜି ମାନେ ଆଜି ନିଜ ଆଜି ଆଜି ମେନସନ ବ୍ୟାଗ ଦେବି, ମେନସନ ବ୍ୟାଗ ଷ୍ଟୋରି ଟା ନବ ହେଲା। ଦେଖ ହଁ ଶୁଣ, ମୁଁ ମୋ ନିଜ କଥା କହୁଛି। ମୁଁ କଣ ଗୋଟେକୁ ଭଲ ପାଇଥିଲି କି? ଦେଖ ମୋର ଫାଷ୍ଟ ଲଭ୍ ଥିଲା ନୟାଗଡର ଗୋଟେ ସୁସା ହେଲା, ସୁସା ବୋଲି ଗୋଟେ ପିଲାଟେ। ସିଏ କିନ୍ତୁ ବହୁତ ଭଲ ପିଲାଟା, ମୁଁ ତାକୁ ନିନ୍ଦି ପାରିବିନି, କାହିଁକି ନା ମାନେ ପୁରା ବହୁତ ଭଲ ପିଲାଟା। ତାଙ୍କ ଘରେ ଟିକେ ଡିସମାନ୍ସ ହେଇକି ଆମର ଟିକେ ବ୍ରେକଅପ୍ ହେଇଗଲା ହେଲା, ନହେଲେ କି ବିଶ୍ୱାସ କର ବହୁତ ଭଲ ଲାଗେ ମତେ, ମାନେ ବହୁତ ଭଲ ପିଲାଟା, ତା ନାଁରେ ମୁଁ ଖରାପ କହିପାରିବିନି। ହେଲେ 8 ମାସ ଆମର ଭଲ ପାଇଥିଲା, ତାପରେ ବ୍ରେକଅପ୍ ହେଇଗଲା। କିନ୍ତୁ ଏତେ ବି ସିରିୟସଲି ହେଇନଥିଲା। କିନ୍ତୁ ସୁବ୍ରତ ଯୋଉ ଆସିଲାନି କି, ଶୁଣ ଆକୁ ଭଲ ପାଇବାର ମୋର ଇଚ୍ଛା ନଥିଲା। ୟାର ସବୁ ରେକର୍ଡିଂ ବି ମୋ ପାଖରେ ଅଛି ହେଲା। ଆଙ୍କ ବୋଉ ମୁଁ କହିଥିଲା, କହିଲା ଝିଅ ତୋ ଗୋଡ ଧରୁଛି, ମୋ ମୁଣ୍ଡ ଉପରେ ହାତ ଦେଇ କହ ତୁ ମୋ ପୁଅକୁ ହିଁ ବାହା ହବୁ ହେଲା। ଏଇଥିପାଇଁ ମୁଁ ଭଲ ପାଇଥିଲି, ନହେଲେ ତାକୁ ଦେଖିଲେ ଛିପ ପକେଇବା ଲୋକ ସିଏ, ତାକୁ କିଏ ଭଲ ପାଏ ତ ଦୂର କଥା, ତାକୁ ଅନେଇବାକୁ ମୋର ଇଚ୍ଛା ନାହିଁ। ନା ନା ଆଜି ବଢିଆ କଥାଟା କହିଲ ତମେ, ଯୋଉ ଷ୍ଟୋରି ଟା ଆଜି କହିଲ ଭାଉଜ। ମୁଁ ଗୋଟେ ଷ୍ଟୋରି କହୁଛି ଶୁଣ। ମୁଁ ଫାଷ୍ଟ ଗୋଟେ ଭଦ୍ରକ ଝିଅଟେ ଭଲ ପାଇଥିଲି। ହଁ ତାପରେ ଭଦ୍ରକ ଆମେ ଏମିତି କଥାବାର୍ତ୍ତା ହେଇଥିଲୁ, ଫେସବୁକ ରୁ କଥାବାର୍ତ୍ତା ହେଇକିରି ଏମିତି ରିଲେସନ 3-4 ବର୍ଷର ହେଇଯାଇଥିଲା। ଦେଖ ମୁଁ ଗୋଟେ କଥା ତମକୁ କହୁଛି, ଭଲ ପାଇବା କେବେ ମାନେ ଜଣଙ୍କ ସାଥିରେ ହୋଇଥାଏ କି? ତମେ ନିଜେ କୁହ, ମାନେ କେତେ ଧୋକା ପାଇଥାଏ, କେତେ ବ୍ରେକଅପ୍ ହେଇଥାଏ। ସିଏ କଣ କହୁଛି ମୋର ଫାଷ୍ଟ ଲଭ୍ ଥିଲା। ତାର ଫାଷ୍ଟ ଲଭ୍ ଥିଲା ସେଇ ଯଦି କଥା ବା, ଜଙ୍ଗଲରେ କିସ୍ ସେଇ କାହାକୁ ସେଇ ଦଉଥିଲା? କଥା କହୁଛି ଭାଉଜ। ଗୋଟେ ଯେତେବେଳେ ମୁଁ ଫାଷ୍ଟ ଭଦ୍ରକ ଝିଅଟେ ଭଲ ପାଇଥିଲି, ବାହାଘର ହେଲା, ଘର ଲୋକ ଆମ ଘର ଲୋକ ସମସ୍ତେ ରାଜି ହେଲେ, କଥାବାର୍ତ୍ତା ସବୁ ହେଲା। ହେଲେ ମ୍ୟାଡାମ ଆମର କଣ କଲେ ନା, ଆମଠୁ ବେଟର ଗୋଟେ ପୁଅଟେ ମିଳିଗଲେ। ମ୍ୟାଡାମ ରାତିରେ ତାଙ୍କ ସାଥିରେ କଥାବାର୍ତ୍ତା ହେଲେ। ମୁଁ ତାକୁ ଗୋଟେ ଥର ଖାଲି ପଚାରିଲି, ତୋର ଯଦି ଆଉ କାହା ହାତରେ କଥା ହବାର ଅଛି ମତେ ଗୋଟେ ଥର ମନା କରିଦେ, ମୁଁ ତାକୁ ଫୋନ ଫାନ କିଛି ରୁହ ମୁଁ ତମକୁ ଗୋଟେ କରିବିନି। ଜିନିଷ ଦେଖଉଛି, ତମେ ଦେଖିବ। କଣ ଦେଖିବି ଭାଉଜ ଗୋଟେ? ଏବେ ପୂଜା ଆଇଟମ ଆଇଛି, ମୋ ଆଇଟମ ମାରିଦବ, ଏଇଟା ଦେଖିଲ ପୂଜା ଆଇଟମ ଆଇଲ। ଦେଖନ୍ତୁ ଗୋଟେ ମୁଁ ଫଲୋ କରିବା ଦରକାର ନାହିଁ, ମୋ ଆଇଡି ଦିଅ। ତାହେଲେ ଆଇଡି ସେ ଥିବ ମାନୁ, ସେ କେଉଁଠି ନେଟ ସ୍ଲୋ ରେ ନା ଫୋନ ଫୋନ ଆଇଲା। ମତେ ବ୍ଲକ ରୁହ ଦେଖଉଛି, ଗୋଟେ ଜିନିଷ ଦେଖଉଛି ତମକୁ ହେଲା। ଗୋଟେ ହଁ ଜିନିଷ ଦେଖଉଛି, ମୁଁ ଫାଷ୍ଟ ଲଭ୍ ଦେଖ ମାନେ ଫାଷ୍ଟ ଲଭ୍ କରିଥିଲା। ଗୋଟେ ଜିନିଷ ତମକୁ ଦେଖିକି ହିଁ ଦେଖେଇବି ହେଲା। ଦେଖୁନ, ଦେଖ ଦେଖିକି ଦେଖ। ରୁହ। ଥିଲା ନା ସେଠି କଷ୍ଟ ଲାଗି ତଥାପି ତ କେବେ ଭୁଲି ପାରିବିନି। ଯଦି ତାକୁ କହିବି ଯେ କେବେ ମୁଁ ଦେଖିଛି ଫେସବୁକ ରେ ଦେଖିଛି, ମୋ ଶୁଣ ବୋଉ ଫୋନରେ ଦେଖିଛି, ତଥାପି ତ କେବେ ଭୁଲି ପାରିବିନି। ଯଦି ତାକୁ କହିବି ମୁଁ ଯେ ଫେସବୁକ ରେ ଦେଖିଛି, ଅଧା ଦେଖିଛି। କଷ୍ଟ ସିଏ ଯେତେ ବିଶ୍ୱାସ କରିଦେଇଥିବ ନାହିଁ ଆକୁ ବାହା ବି ଭଲ ମନ୍ଦ କରିବି। ଆଉ ଲାଇଫରେ ମତେ ଗୋଟେ କଥା ଶିଖେଇ ଦେଲା, କଣ କହିଲ? ପଇସା ନଥିଲେ ଆଜି କିଛି ନାହିଁ। ୱାଓ କି ପଇସା ନୁହଁ। ଥିଲେ ସବୁ ଭଲ ପାଇବା, ସବୁ ସାଙ୍ଗସାଥି, ସବୁ ବିଭିନ୍ନ ପ୍ରକାର ସବୁ ଆସିବେ, କିନ୍ତୁ ପଇସା ଯେତେବେଳେ ସରିଯିବ ସବୁ ଛାଡି ଛାଡିକି ପଳେଇବେ। ସେଥିପାଇଁ ଲାଇଫରେ ବହୁତ ସକ୍ସେସ୍ ହବାକୁ ପଡିବ। ଫାଷ୍ଟ ଦେଖ ଲାଷ୍ଟ ଦେଖ। ଯେତେ ମୋ ଯାହେଲେ ଆଇକୁ ମୋର ଗୋଟେ ମୋ ଆଇକୁ ଭଲ ଲାଗିଲା। ଫାଷ୍ଟ ଲଭ୍, ଫାଷ୍ଟ ଲଭ୍। ଯେତେ କଷ୍ଟ ଲାଗିଛି ତଥାପି ତ କେବେ ଭୁଲି ପାରିବିନି। ଫାଷ୍ଟ ଲଭ୍, ଫାଷ୍ଟ ଲଭ୍। ଆଉ ଗୋଟେ ଜିନିଷ ଦେଖିବ, ରହିଥ। ଯେତେ ଯାହେଲେ ମୋ ଦିଅର ଗୁଡାକ ନା, ଦେଖ ଏଇଟା କଣ? ଏଇଟା ଆମର ସେକେଣ୍ଡ ଲଭ୍। ଏଇଟା କଣ? ଏଇଟା ସେକେଣ୍ଡ ଲଭ୍ ବା। ସେ ମାଉସୀ ଝିଅ ଭଉଣୀ ହେଇଥିବ। ସେ ମାଉସୀ ଝିଅ ସେ ଏମିତି ବା କିସ୍ ଫଟୋ। ସେଇଆ ମାଉସୀ ଝିଅ ଭଉଣୀ, ତମେ ଭୁଲ ବୁଝିଲ, ଭାଉଜ ଭୁଲ ବୁଝିଲ। ଯାଇଁଲ, ସିଏ ଚାଲୁ ମାଉସୀ ଝିଅ ଭଉଣୀ ଚାଲୁ ହବ। ରେ ଚାଲୁ ଚାଲୁ ରେ ଶଶା ଆମ ଚାଲୁ। ଓହୋ କି କଷ୍ଟ।
ସଂସ୍ଥା ପୁରା ହଉ ଚାଲୁଛି। ଛାଡ ସେ କଥା ଭାବୁଛ, କାହା କଥା ଭାବି କିଛି ଲାଭ ନାହିଁ। ମତେ କଣ ହଉ ଶୁଭିଲାନି ଛାଡ, କିଛି। ଶୁଭିଲାନି। ହ୍ୟାଲୋ। ହଉ ମୁଁ ରଖୁଛି ହେଲା, ମୁଁ ଗୋଟେ ଭିଡିଓ ବନେଇବାର ଅଛି, ମୁଁ ରଖୁଛି। ରଖିଦବ। ଏବେ ବି ବହୁତ ସମୟ ଅଛି, ସୁଧୁରି ଯାଅ। ଯଦି ନ ସୁଧୁରିବ ଆଗକୁ ଏମିତି ତୁମର ମୁଁ ଜିଟା ମାରିବି ସୋସିଆଲ ମିଡ଼ିଆରେ, କିଏ କାହାର ଏମିତି ଜି ମାରିନଥିବେ। ଏ ଭିଡ଼ିଓରେ ମୁଁ ଏତିକି କହିବି, ସାଗରିକାର ଇନଷ୍ଟାଗ୍ରାମର ଯେଉଁ ଧରମ ଭାଇ ଗୁଡ଼ାକ ଅଧିକ ଅଛନ୍ତି, ଭଉଣୀ ପାଖକୁ ସେୟାର କରିଦିଅ। ନହେଲେ ଭଉଣୀ ଠେଇ ଏମିତି ମାନେ ଜି ମରା ହେବ, ଲାଇଫରେ କିଏ କାହାର ଏମିତି ଜି ମାରିନଥିବେ। ତ ରହିଲି, ଜୟ ଜଗନ୍ନାଥ, ନମସ୍କାର। ଭିଡ଼ିଓଟି ଭଲ ଲାଗିଲେ ସେୟାର କରିଦେବେ।